ଆଜ୍ଞା କେବଳ ବାଲେଶ୍ୱର ଜିଲ୍ଲାରେ 1.5 ବର୍ଷରେ 1200 ନାବାଳିକା ଛୋଟ ଛୋଟ ଝିଅ ଅପହୃତ ହୋଇଛନ୍ତି ଏ ସରକାରଙ୍କ ଅମଳରେ। ଦେଖନ୍ତୁ ଆଇନଟା କେମିତି ଆମ ଦେଶରେ ଚାଲିଛି। ଏ ଦେଶରେ ନାରୀ ନିର୍ଯାତନା ରହୁଛି। ଦ୍ୱିତୀୟ ହେଉଛି କି ଆମ ଓଡ଼ିଶା। ତେଣୁ ନାରୀ ଶକ୍ତିର ନାରୀ ନିର୍ଯାତନା, ନାରୀମାନଙ୍କୁ ଦୁର୍ବ୍ୟବହାର, ନାରୀ ଶକ୍ତିର ଅପବ୍ୟବହାର ଯାହା କରାଯାଉଛି, ଓଡ଼ିଶା ଆଜି ଆମ ଦେଶରେ 2 ନମ୍ବରକୁ ଗଲାଣି। ତେଣୁ ଓଡ଼ିଶାର ନାରୀ ଶକ୍ତି ଯେ କେତେ ନିର୍ଯାତିତ ଅବସ୍ଥାରେ ଅଛି ସେ କଥା ଏ ସରକାର ବୁଝିବା ଦରକାର। ଏ ସରକାର ଆଇନ କରୁଛନ୍ତି, ମଦ ଦୋକାନ ଖୋଲୁଛନ୍ତି, ଯେତେବେଳେ କହିଲେ ମଦ ବନ୍ଦ କର। ଆଜି ଯଦି ନାରୀ ଶକ୍ତି ବିପଦରେ ପଡ଼ିଛି, ସେଥିପାଇଁ ଏକମାତ୍ର ସରକାର ଦାୟୀ। ଆମ ଆଇନ ମନ୍ତ୍ରୀ ପୃଥ୍ୱୀରଞ୍ଜନ ହରିଚନ୍ଦନ ଅବକାରୀ ମନ୍ତ୍ରୀ, ଯାହାଦ୍ୱାରା ଆଜି ମାତୃଶକ୍ତିର ଯେଉଁ ଅବସର ଘଟିଛି ତାହାର ସେଥିପାଇଁ ଦାୟୀ ଏ ସରକାର।